ସାଙ୍ଗମାନେ ପୂର୍ବ ଅଧ୍ୟାୟରେ ଦେଖିଥିଲେ କୁନି ମୁନିଙ୍କ ବାଣ ଦୋକାନ। ସେହି ଜଙ୍ଗଲରେ ଦୀପାବଳି ଖୁବ୍ ଧୁମ୍ଧାମ୍ରେ ପାଳନ କରିଥିଲେ। ଠିକ୍ ସେହିପରି 15 ଦିନ ପରେ କାର୍ତ୍ତିକ ପୂର୍ଣ୍ଣିମା ଆସେ। ସେଦିନକୁ ରାସ ପୂର୍ଣ୍ଣିମା, ବାଲିଯାତ୍ରା, କାର୍ତ୍ତିକେଶ୍ୱର ପୂଜା, ଡଙ୍ଗା ଭସା ମଧ୍ୟ ହୁଏ। କାର୍ତ୍ତିକ ପୂର୍ଣ୍ଣିମା ଡଙ୍ଗା ଭସା ପୂର୍ବରୁ କୁନି ମୁନି କଥା ହେଉଥିଲେ, ଦୀପାବଳିରେ ଯାହା ବି ବାଣ ବଳକା ଅଛି ଡଙ୍ଗା ଭସାରେ ବିକ୍ରି କରିବା ଓ କିଛି ରଙ୍ଗୀନ କାଗଜରେ ତିଆରି ହୋଇଥିବା ଡଙ୍ଗା ଆଣି ବିକ୍ରି କରିବା। ଆରେ ସାଙ୍ଗ, ଆମର ବହୁତ ବାଣ ଅଛି। ବଜାରକୁ ଯାଇ ରଙ୍ଗୀନ ଡଙ୍ଗା ଆଣି ଆମ ଗାଁରେ ବିକ୍ରି କରିବା। ଠିକ୍ ଅଛି, ଆମେ ଦୁହେଁ ମିଶି ବଜାରକୁ ଯାଇ ଡଙ୍ଗା ଆଣିବା। ଦୁହେଁ ଯାଇ ଡଙ୍ଗା ବାଣ ଦୋକାନ କରିଲେ। କୁନି ମୁନି ବହୁତ ଚାଲାକ ଭାବୁଥିଲେ। ଜଙ୍ଗଲରେ ଆଉ ବାଣ ଦୋକାନ ନଥିବାରୁ ଦୀପାବଳିରେ କମ୍ ଦାମରେ କିଣି ଅଧିକ ଦାମରେ ବିକ୍ରି କରିଥିଲେ। ହେଲେ ଠିକ୍ ସେହିପରି ଡଙ୍ଗା ମଧ୍ୟ କମ୍ ଦାମରେ କିଣି ଅଧିକ ଦାମରେ ବିକ୍ରି କଲେ। ଦିନେ ଛୋଟ ପକ୍ଷୀ ଆସି କହିଲା, କୁନି ଚଢ଼େଇ, ଡଙ୍ଗା ଗୋଟେ କେତେ ଟଙ୍କା? ଗୋଟେ ଡଙ୍ଗାକୁ 10 ଟଙ୍କା ନେବା। ଏତେ କ'ଣ ଯେ, ଖାଲି କାଗଜ ଡଙ୍ଗା? ତୁମେ ମିଛ କହି ଜଙ୍ଗଲରେ ଥିବା ପକ୍ଷୀମାନଙ୍କୁ ଠକୁଛ। କୁନି ମୁନି ବହୁତ ଚାଲାକ। ସେ ଛୋଟ ପକ୍ଷୀକୁ ଗୋଟେ ମାଗଣାରେ ଡଙ୍ଗା ଦେଇ କହିଲେ, ଏକଥା କାହାକୁ କହିବୁନି, ଆମେ ତତେ ମାଗଣାରେ ଡଙ୍ଗା ଦେଲୁ ବୋଲି। ତୁ ନେଇକି ଯା, ଏଠାକୁ ଆଉ ଆସିବୁନି। ଜଙ୍ଗଲରେ ଥିବା ପକ୍ଷୀମାନେ କୁନି ମୁନିଙ୍କ ଭିତିରିଆ କଥା କେହି ଜାଣିପାରୁନଥିଲେ। ହେଲେ ପ୍ରବଳ ବିକ୍ରି କରି ଲାଭ କରିବେ ବୋଲି ମନେ ମନେ ଭାବୁଥିଲେ। ଶୁଣ ମ, କାଲି କାର୍ତ୍ତିକ ପୂର୍ଣ୍ଣିମା ଡଙ୍ଗା ଭସା। ମୋ ପାଇଁ ସେ କୁନି ମୁନି ଦୋକାନରୁ 2ଟା ଡଙ୍ଗା ଆଣିବ, ମୋର ଗୋଟେ, ମୋ ପୁଅର ଗୋଟେ। ହଁ ହଁ, ମୁଁ ଯାଉଛି, ପୂଜା କରିବାକୁ ଫେରିଲା ବେଳକୁ ଆଣିବି। ଆରେ କୁନି ମୁନି, ଡଙ୍ଗା ଗୋଟାକୁ କେତେ ଟଙ୍କା ନେଉଛ? ଡଙ୍ଗା 10 ଟଙ୍କାରେ ଗୋଟେ। ତୁମେ ଏ ଡଙ୍ଗା କ'ଣ ନେଇପାରିବ? ତୁମେ ତ ଗରିବ ବ୍ରାହ୍ମଣ, ତୁମର ପଇସା କାହିଁ ଯେ ତୁମେ ଡଙ୍ଗା ନେବ? ଆରେ ଏମିତି କ'ଣ କହୁଛ? ତୋର ତ ବହୁତ ସାହସ ହେଇଗଲାଣି ମୁଁ ଦେଖୁଛି। ଏମିତି କଥା ହେଲା ସମୟରେ ଜଙ୍ଗଲର ଧନୀ ଘରର ପକ୍ଷୀ ଆସି କହିଲା, କ'ଣ ହୋଇଛି? ଏମିତି କାହିଁ ଝଗଡ଼ା କରୁଛ? ବନ୍ଧୁ, ଏ କୁନି କୁନି ଦୁହେଁ କାଗଜ ଡଙ୍ଗା ଏମିତି ଜଙ୍ଗଲରେ ବିକ୍ରି କରି ପକ୍ଷୀମାନଙ୍କୁ ଠକୁଛନ୍ତି। ମୁଁ କହିବାରୁ ମୋ ସହ ଝଗଡ଼ା କରୁଛନ୍ତି। ଆରେ ବନ୍ଧୁ, ଆପେ କର୍ମର ଫଳ ପାଇବେ, ତୁମେ ଜମାରୁ ବ୍ୟସ୍ତ ହୁଅନି। ଆମେ ଚାଲ କାର୍ତ୍ତିକ ମାସରେ ଅଧର୍ମ କାମ କରିବାକୁ ଦେବାନି। ଆମେ କଦଳୀରେ ଡଙ୍ଗା କରି ଜଙ୍ଗଲରେ ଥିବା ସମସ୍ତ ପକ୍ଷୀମାନଙ୍କୁ ଡଙ୍ଗା ମାଗଣାରେ ଦେବା। ସତକୁ ସତ ଧନୀ ପକ୍ଷୀ ଓ ବ୍ରାହ୍ମଣୀ ପକ୍ଷୀ କଦଳୀ ଗଛର ପତ୍ରକୁ ନେଇ ଡଙ୍ଗା କଲେ ଓ ସମସ୍ତଙ୍କୁ ମାଗଣାରେ ଡଙ୍ଗା ଦେଇ ଧର୍ମ ମାସ ପାଳନ କଲେ। ସେପଟେ କୁନି ମୁନିଙ୍କ ବାଣ ଓ ଡଙ୍ଗା କେହି ବି ନେଲେନି, ସବୁ ଦୋକାନରେ ରହିଲା। ତାପରେ ସେ ତାଙ୍କର ଭୁଲ ବୁଝିପାରିଲେ। ଦୟାକରି କ୍ଷମା କରିଦିଅନ୍ତୁ। ବାଣ ଦୋକାନରେ ବହୁତ ଲାଭ ହୋଇଥିବାରୁ ଆମେ ଲୋଭରେ ପଡ଼ି ଡଙ୍ଗାକୁ ଅଧିକରେ ବିକ୍ରି କରିଥିଲୁ। ଆମେ ଆମ ଭୁଲ ବୁଝିପାରିଲୁ। ଏଥର ଯାହା ହେବ ଆମେ ସମସ୍ତେ ମିଶି କରିବା।